कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातम् अहं वन्दे परमानन्दमाधवम्। ॐ नमः भगवते वासुदेवाय। श्रीमद्भागवत महापुराण चतुर्थस्कन्ध द्वितीय अध्याय। शिवं कतुले दक्षवाद द्वितीय अध्याय संवाद। विदुर उवाच जे शिव साधुंकर श्रेष्ठ ता सङ्गे दक्ष कोलाहट दुहिता बश्चल स्वभावे सती किउदेयछि भवे किंपा अनीति आचरिला सती कुनादर कला सचराचर गुरुहर जे आत्मा राम जोगेश्वर शांत विग्रह निर्विकार अद्भुत महिमा जाहार समसुहृद शुद्ध चित जगत बंधु विश्वनाथ तांकु अवज्ञा किंपा कला केवा ताहाकु शिक्षा देला श्वशुर जामा तार स्नेह किंपा भांगिला एहा कह शिवंकु अनादर कला से दुखे सती प्राण देला ए बाणी शुणी मोर मन चंचल भावे छन छन भूमुनिकर अनुग्रह कह हे नरहु संदेह। मैत्रेय उवाच शुण विदुर शास्त्र जोगे पूर्वे से विश्वस्रष्टा यज्ञारंभ आचरणे मिलिले सर्वदेवगणे अशेष मुनिंकर मेले मिलिले दश दिगपाले यक्ष किन्नर नागकूले मिलिले पितृजे अनळे ऋषि देवता गण आदि जेणे से यज्ञ को संपादी एमंते सुर गण जेते मिलिले ब्रह्मांक अग्रते सुर किन्नर ब्रह्म मुनि दक्षंकु सर्वे संगे घेनी से दक्ष निज ब्रह्म तेजे सुंदरे त्रिभुवन गंजे आदित्य प्राय देह कांति मणि कंकण झटकंती ब्रह्मार सभा मध्य जेते थिले जे तिमिर आयते दक्षर तेजे तम गला से सभा निर्मल दिशिला सभार जने दक्ष देखी उठिले आसन उपेक्षी मध्य से जे ब्रह्मा शिव थिले दक्ष को देखि न उठिले
সে শোভা মধ্যে মুনি যেতে সানন্দ ভাবে শুদ্ধ চিতে অঞ্জলি করি নিজ মাথে ରୋମାଞ୍ଚ ଶ୍ରୁ ଜଳ ନେତ୍ରେ ଦକ୍ଷଙ୍କୁ ସାଧୁ ସାଧୁ ବାଣୀ ଭାବେ କହନ୍ତି ପୁଣି ପୁଣି ସେ ଦକ୍ଷ ସଭା ମଧ୍ୟେ ଗଲା ବ୍ରହ୍ମାଚରଣେ ପ୍ରଣମିଲା ସେ ବ୍ରହ୍ମାକୃତ କୃତ୍ୟ ହୋଇ ଦକ୍ଷକୁ ଆଲିଙ୍ଗନ ଦେଇ ନିଜ ସମୀପେ ବସାଇଲେ ଅନେକ ପୁରସ୍କାର କଲେ ରୁଦ୍ର ଯେ ସଭା ମଧ୍ୟେ ଥିଲେ ଦକ୍ଷଙ୍କୁ ଦେଖି ନ ଉଠିଲେ ଦେଖି ରୁଦ୍ରର ଅସମ୍ମାନ ଦକ୍ଷର ଚିତ୍ତେ ଗୁରୁତମ ସେ ଦକ୍ଷ ସଭା ବେଶସୁର ତାଙ୍କୁ ନ ଗଣିଲେ ଈଶ୍ୱର ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ ଯେହ୍ନେ ଉଦିତ ମାରତଣ୍ଡ କର ପ୍ରସାରୀ ସଭା ମଧ୍ୟେ କୋପେ ବୋଲନ୍ତି ଶାସ୍ତ୍ରବାଦେ ଶୁଣ ହେ ବ୍ରହ୍ମ ଋଷି ଗଣେ ଆଗମ ନିଗମ ପ୍ରମାଣେ ତୁମେ ତ ସଭା ମଧ୍ୟେ ଅଛ ଏବେ ତ ଦେଖିଲ ପ୍ରତ୍ୟକ୍ଷ ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ ସେ ସଦାଚାର ଏ ଜଗତେ କେ ଲଙ୍ଘି ପାରେ ତାହା ବଳେ ତିନି ଭୁବନ ମଣ୍ଡଳେ ଦେଖ ଏ ତୁମ୍ଭର ବଚନ ଲଙ୍ଘିଲା ମର୍କଟ ଲୋଚନ ରୁଦ୍ର ବୋଲାଇ ଗର୍ବ କଲା ଏ ମତେ ଦେଖି ନ ଉଠିଲା ଦେଖ ଏ ଲୋକପାଳ ମଧ୍ୟେ ନିର୍ଲଜେ ରହି ସଭା ମଧ୍ୟେ ଯେ ସାଧୁ ବୃତ୍ତି ଆଚରଣ କିଏ ଭାବେ କଲା କଦୂଷଣ ମୋହର ଶିଷ୍ୟ ଏ ବୋଲାଇ ଯେଣୁ ଦୁହିତା ଦେଲି ମୁହିଁ ଅଗ୍ନି ଦେବତା ବିପ୍ରସ୍ଥାନେ ଦୁହିତା ଦେଇଛି ପ୍ରସନ୍ନ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟେ ଗୁରୁବର ଅଭିବାଦନ ସ୍ତୁତିବାଦେ ଧର୍ମେ ନମିବ ମୋର ପାଦେ ଏହା ନ କରି ମୋ ଚରଣେ ଅବଜ୍ଞା କଲା ମୂଢ଼ପଣେ ଏ ଲୁପ୍ତ କ୍ରିୟାହୀନାଚାର ଅଶୁଚି ଶରୀର ଏହାର ମର୍ଯ୍ୟାଦା ଭେଦେ ଅଭିମାନୀ ବର୍ତ୍ତଇ ଶୂଦ୍ର ଦେହ ଘେନି ଏହା ମୁଁ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଦୁହିତା ଦାନ ଦେଲି ମୁହିଁ ଶୂଦ୍ରକୁ ଯେହ୍ନେ ବେଦ କହି ଅପାତ୍ରେ ଦେଲା ଫଳ ଯେତେ ଏବେ ବାଧିଲା ଆସି ମତେ ଶ୍ମଶାନ ବାସିଏ ନିରତେ ବର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ମତ୍ତ ପ୍ରାୟ ନଗ୍ନ ହୋଇ ଶ୍ମଶାନେ ଭ୍ରମଇ ଜଟା କଳାପ ମୁକ୍ତ କେଶ ଶ୍ମଶାନ ଚିତାଭସ୍ମ ବେଶ ଚିତାଭସ୍ମରେ କରେ ସ୍ନାନ ଶରୀରେ ଅସ୍ଥିର ଭୂଷଣ ଉନ୍ମତ୍ତ ଭଳେ ହସେ ମୁଖେ ନିତ୍ୟ ବଞ୍ଚଇ ଆତ୍ମସୁଖେ ଏହାର ନାମ ମାତ୍ର ଶିବ ସ୍ୱଭାବେ ଅଟଇ ଅଶିବ ପ୍ରମତ ମତ ଜନପ୍ରିୟ ଏଣୁ ଅଶୁଚି ଏହା କାୟ ପ୍ରଥମ ଭୂତ ଗଣପତି ନିତ୍ୟ ତାମସ ବହେ ମତି ଯେଣୁ ତାମସ ଜନପ୍ରିୟ ନିତ୍ୟ ନିନ୍ଦିତ ଏହା ଦେହ ମୁମୂଢ଼ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଏହାକୁ ସତୀ କନ୍ୟା ଦେଲି ଅତି ଅନୀତି ଆଚରିଲି ମୈତ୍ରେୟ ଉବାଚ ଏମନ୍ତେ କୁଶ୍ଚିତ ବଚନେ ସେ ପ୍ରଜାପତି କୋପ ମନେ ଦୁର୍ବୁଦ୍ଧିପଣ ଆଚରିଲା ଗିରି ସେ ବହୁ ନିନ୍ଦା କଲା ତକ୍ଷଣେ ଉଠି କୋପାନଳେ ହସ୍ତ ଅଞ୍ଜଳି ଭରି ଜଳେ ଭୃଗୁର ବଚନ ସମ୍ମତେ
ହରଙ୍କୁ ସାପ ଦେବା ଅର୍ଥେ ମନରେ ମହାକ୍ରୋଧ ଧରି ଶିବେ ବୋଲନ୍ତି ଦୃଢ଼ କରି। ଦକ୍ଷବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ଦେବଙ୍କ ସମ୍ମତେ ଦେବ ଯଜନେ ହବିର୍ଭାଗ କେବେ ନର ନ ପାଇବ। ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ। ଏ ଦେବ ଗଣଙ୍କ ଅଧମ ଆତ୍ମାକୁ ମଣେ ସର୍ବସମ। ଦକ୍ଷର ଏ ବଚନ ଶୁଣି ସେ ଦେବ ସଭା ମଧ୍ୟ ପୁଣି ଦକ୍ଷକୁ ଚାହିଁ ସର୍ବଲୋକେ ନିଷେଧ କଲେ କେ। ସେ ଦକ୍ଷ କୋପେ ଅଭିମାନୀ ଦେବଙ୍କ ବଚନ ନ ମାନି ଅତ୍ୟନ୍ତ କୋପେ ସାପ ଦେଲା ଋଷିଙ୍କ ବଚନ ନ କଲା। ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଯାନ୍ତେ ନିଜପୁର। ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ସାପ ସେ ଶୁଣିଲା। ହୃଦଏ କମ୍ପମାନ ହୋଇ ମନରେ ଦୁଃଖ ଖେଦ ବହି ରୋଷଣେ କଷାୟ ଲୋଚନ। ଦକ୍ଷର ବାକ୍ୟେ କୋପମନ ଦକ୍ଷକୁ ପ୍ରତିଶାପ ଦେଇ ବୋଲଇ ସଭାଜନେ ଚାହିଁ ଦକ୍ଷର ମତେ ଯେତେ ଥିବେ ଏ ସାପ ଭଲେ ସେ ପାଇବେ। ଦକ୍ଷକୁ ଯେବା ଆରାଧିବେ ବିଷ୍ଣୁରେ ଦୋରେହା ହୋଇବେ। ଏକୁଟ ଗୃହ ଧର୍ମ ମଧ୍ୟରେ ବିଷୟ ଭୋଗ ଇଚ୍ଛା ସଦେ ବିସ୍ତାରୀ ଯଜ୍ଞ କର୍ମ କାଣ୍ଡେ ଦମ୍ଭେ ଆରମ୍ଭି ପାଷାଣ୍ଡେ। ଦେହକୁ ସ୍ୱାର୍ଥ ପ୍ରାୟ ମଣି ଆତ୍ମାର ଗତି ନ ପ୍ରମାଣି ପଶୁଙ୍କ ପ୍ରାୟ କରି ଆସ ସର୍ବଦା ହେଉ ନାରୀ ବଶ। ଏ ଦକ୍ଷ ଛାଗ ମୁଖ ହେଉ ଆମ୍ଭର ସାପ ଆନ ନହୁ ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ଅଲାଭେ ଲାଭ ବୁଦ୍ଧି ସ୍ଥାପି। ଏଣୁ ଏ ଛାଗର ସମାନ ଅତିଶୟରେ ଜ୍ଞାନହୀନ ଦକ୍ଷର ମତେ ଯେତେ ଥିବେ ଯେ ଅବା ଦକ୍ଷେ ଆରାଧିବେ ଅଶେଷ ଜନି ସେ ପାଇବେ ଜନ୍ମ ମରଣେ ସଞ୍ଚରିବେ। ପଶୁ ହିଂସିବେ କର୍ମ ମତେ ଅଜ୍ଞାନ ବଳେ ବିମୋହିତେ ଅଶେଷ ଯଜ୍ଞ କର୍ମ କରି ଭକ୍ଷା ଭକ୍ଷଣ ବିଚାରି। ଏ ବିପ୍ରେତ ପବିଦ୍ୟା ବ୍ରତ ଅଶେଷ କାମ୍ୟ ଫଳ ଫଳେ ରତ। ଚିତ୍ତ ଇନ୍ଦ୍ରିୟ ଦେହେ ରମେ ଯାଚକ ପ୍ରାୟ ଶ୍ରମେ ଭ୍ରମିବେ ଇହ ପର ଲୋକେ ଅରୁଦ୍ର ମାର୍ଗେ ଅତିରେକେ। ଏମନ୍ତ ସାପ ଦେଲା ବେଳେ ସେ ନନ୍ଦୀଶ୍ୱର କୋପା ନଳେ ଭୃଗୁ ଯେ ସଭା ମଧ୍ୟ ଥିଲେ ନନ୍ଦୀର ସାପ ସେ ଶୁଣିଲେ। ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବିଷয়ে କୋପ କରି ସେ ବ୍ରହ୍ମଦଣ୍ଡ ଦୁରତ୍ୟୟ ସ୍ୱଭାବେ ଭୃଗୁ ମହାଶୟ। ଦକ୍ଷିଣ ହସ୍ତେ ଜଳ ଘେନି ସଭା ସମୂহে ଉଚ୍ଚେ ବାଣୀ କହଇ ହସ୍ତେ ଜଳ ଧରି ହୃଦରେ କୋପାନଳ ଭରି ସେ ଯେ ଶିବ ବ୍ରତ ଏ ଜଗତେ କରିବ ଚିତ୍ତର ଆୟତେ। ସେ ଶାସ୍ତ୍ର ମତେ ନ ଆଦରି ପାଷାଣ୍ଡୁ ହନ୍ତୁ ତମ ଧରି। ଦୁଷ୍ଟ ଅସୁଚି ମୂଢ଼ ବୁଦ୍ଧି ପାଷାଣ୍ଡ ପଣେ ଯେ ପ୍ରସିଦ୍ଧି। ଭୂଷଣ ଜଟା ଭସ୍ମ ଅସ୍ଥି ଶିବ ପୂଜନ୍ତୁ ଦୃଢ଼ମତି। ବହନ୍ତୁ ଶିବ ଦୀକ୍ଷା ହୃଦେ ଜହି ଦେବତା ସୁରା ମଦେ। ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି ନିରତେ ଶିବ ଦୀକ୍ଷା ଧରି। ଶିବର ପଥ ସନାତନ ଯେହ୍ବା ଚରିବେ ଜନ। ବିଷ୍ଣୁ ନିନ୍ଦନ ଫଳ ପାଉ ଅନ୍ତେ ପାଷାଣ୍ଡ ଗତି ହେଉ। ମୈତ୍ରେୟ ଉବାଚ ଏମନ୍ତ ଭୃଗୁ ବାକ୍ୟ ଶୁଣି ସଭାର ମଧ୍ୟୁ ଶୂଳ ପାଣି। ଅଳ୍ପ ବିମନା ହୋଇ ଉଠି ଅନଳ ପ୍ରାୟ କୋପ ଦୃଷ୍ଟି। ନିଜ ଗଣଙ୍କୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନେ ବେଗେ। ଶିବ ଗମନେ ମୁନି ଗଣେ ଆଗମ ନିଗମ ପ୍ରମାଣେ
তদন্তে বিশ্বস্রষ্টা মানে সব সহস্র বৎসর প্রমাণে যথা বিধানে যজ্ঞ সারি সে অবভূত স্নান করি প্রয়াগে যমুনা সহিত জাহ্নবী হইছি মিলিত তহি সকলে স্নান সারি গমিলে নিজ নিজ পুরী বিষ্ণু চরিত সুধারস কহই জগন্নাথ দাস ভাষা প্রবন্ধে ভাগবত অমৃত রসময় গীত। ইতি শ্রীমদ্ভাগবতে মহাপুরাণে পরমহংস্যাং সংহিতায়াং চতুর্থস্কন্ধে দক্ষশাপো নাম দ্বিতীয়োऽধ্যায়ः। ওম নমো ভগবতে বাসুদেবায়। হরি ওম তৎসৎ।